হইরে গেন্ডালিয়া মানে କଣ ନା ତୋର ଡିକେ ସ୍ୱାଇଁ ତୁ ଗୋଟେ ଏତେ ମେଣ୍ଢା ହେଇକି ଅଛ ନା ବି ତୁ ଗେଣ୍ଡାଳିଆ 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 କଣ ହଉଛୁ ତୋ ଘରେ ତୋ ମା ଭଉଣୀ ସବୁ ଶଙ୍ଖ ବଜଉନାହାନ୍ତି ବେ ଘରେ ତୋ ଘରେ ଠାକୁର ପୂଜା ହୁଏ ନା ବେ କୋଉ ପରମ୍ପରାରେ ଜନ୍ମ ହେଇଯିବେ ତୁ କୋଉ ବଂଶ ଧରଣର ଜନ୍ମ ହେଇଯିବୁ ତୁ ଆସିଲୁ ଯେ ଗେଣ୍ଡାଳିଆ ଗେଣ୍ଡାଳିଆ କିଏ ମାନେ କଣ ମାନେ ତୋ ଘରେ ଶଙ୍ଖ ଥିବ ତାକୁ କହିବୁ ଗେଣ୍ଡା ମାନେ ତୋ ମା ଭଉଣୀ ଗେଣ୍ଡା ବଜେଇକି ପୂଜା କରୁଛନ୍ତି ତମ ଘରେ ଆଉ ଥରେ ଯଦି ତୁ ଗେଣ୍ଡାଳିଆ ଗେଣ୍ଡାଳିଆ ହେଇଛୁ ଯଦି ନେକ୍ସଟ ଭିଡିଓ ତତେ ଦେଖେ ତୋ ମା ଭଉଣୀ ନେଇକି ଶୋଧିବି ମା ଆଜ୍ଞା ପଳେଇଆଲେ ଗୋଟେ ଭିଡିଓ କରିବ ନାକି ହେଇ ଗେଣ୍ଡାଳିଆ ମାନେ ମା ଆଜ୍ଞା ତତେ ଆଉ କିଛି କହିବାକୁ ନାକୁ ତତେ ମିଳୁନି ଗେଣ୍ଡାଳିଆ ଗେଣ୍ଡା ମାନେ କଣ ଗେଣ୍ଡା କଣ 24 ବର୍ଷ ଭିତରେ ଥିଲେ କୋଉଠି ବେ ତୋ ବୋପା କୋଉଠି ଥିଲା ତୁ ଥିଲୁ କୋଉଠି 24 ବର୍ଷରେ ଯାହାର ଖାଇଲେ ଯୋଉ ଥାଳିରେ ଖାଇବ ସେଇ ଥାଳିରେ ତମେ ହଗିବ ଆଉ ଚୁର ଶଳାଏ ପଳେଇ ଆଉଛୁ ମାନେ ହଇରେ ଗେଣ୍ଡାଳିଆ ମାନେ ତୁ ବାଣ୍ଡ ଭିଡିଓ ଦେଖଉଛୁ ସେଇଟା ସେଇଟା ଦେଖିଲୁ 60 ବର୍ଷର କଣ ବାଳଟା ଦେଖିଲା ନବୀନ ନବୀନ ପଟ୍ଟନାୟକ କଣ କିଛି ଦେଇନଥିଲା ଆଉ ମୋହନ ମାଝି ଆସି କଣ ସେ ମଉସାର ତା ତୁଳା ମୁଠେଇଲେ ନା କଣ ମୋହନ ମାଝି ଆସିକି ତାଙ୍କ କୁଣ୍ଢେଇ ପକେଇଲେ ତୁଳା ମୁଠେଇ ଦେଲେ ତୁ ବାଳ ଭିଡିଓ ଦେଖଉଛୁ ଆମ ପାଖରେ ଭିଡିଓ ନାହିଁ ମୁଁ ଦେଖୁଛି ଗୋଟେ ଭିଡିଓ ଦେଖିଲୁ ସେ କିଛି କରିବନି ଏଟା ମୂର୍ଖ ଶଳା ପଇସା ଗବ ଗାଣ୍ଡୁ ଇଏ ଆଇଏଏସ୍ ଅଫିସର ତାକୁ ବତଉଛନ୍ତି। କଣ କହୁଛନ୍ତି ତାକୁ କହିଲା ଲଜ୍ଜା ଛାଡା ମୁଁ ୟା ପରେ ତତେ କହିଲେ ଯଦି ଆଉ ଥରେ ତୁ ଗେଣ୍ଡାଳିଆ ହେଇକି ରହିବୁ ଭିଡିଓ କରିବୁ ତ ମା ମାଉସୀ ନେଇ ଗାଳି ଦେବି ମା ଆଜ୍ଞା ଶଳା